ଜାମସର ପ୍ରଧାନପାଲି କୌଣସି ଦୁର୍ଗମ ପାହାଡ଼ ପର୍ବତ କନ୍ଦର ଭିତରେ ଥିବା ଗାଁ ନୁହେଁ। ବଲାଙ୍ଗୀର ସଦର ମହକୁମାଠାରୁ ମାତ୍ର 6 କିଲୋମିଟର ଦୂରରେ ଥିବା ଏକ ଗାଁ, ଯାହା ପୁଇଁତଲା ବ୍ଲକ ଅନ୍ତର୍ଗତ। ସ୍ୱାଧୀନତାର 78 ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁକୁ ଏପର୍ଯ୍ୟନ୍ତ ନା ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିଲା, ନା ନାଳ ଉପରେ ସାମାନ୍ୟ ବ୍ରିଜଟିଏ ହୋଇପାରିଲା। ଆଶ୍ଚର୍ଯ୍ୟର ବିଷୟ, ଶକ୍ତିଶାଳୀ ବରିଷ୍ଠ ପୂର୍ବତନ ଆଇନ ମନ୍ତ୍ରୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଗାଁ ଛତାମଖନା ପଞ୍ଚାୟତ ଅନ୍ତର୍ଗତ ହୋଇ ସୁଦ୍ଧା ଜାମସର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେବା ନିଶ୍ଚୟ କ୍ଷୋଭର ବିଷୟ। ପୁଇଁତଲା ବ୍ଲକ ଚେୟାରମ୍ୟାନ ଯଦି ସଭା ସମିତି ସାଂସ୍କୃତିକ ସାମାଜିକ କାର୍ଯ୍ୟକ୍ରମରେ ଅଧିକ ସମୟ ନ ଦେଇ ଲୋକଙ୍କ ସୁବିଧା ସୁଯୋଗ ଏବଂ ଉନ୍ନତି ପ୍ରତି ଦୃଷ୍ଟି ଦିଅନ୍ତେ, ତେବେ ହୁଏତ ପ୍ରଧାନପାଲି ଜାମସର ଜନତା ନ୍ୟାୟ ପାଆନ୍ତି ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି। ବର୍ଷା ଋତୁରେ ଗ୍ରାମବାସୀ କିଭଳି ବିଚ୍ଛିନ୍ନ ହୋଇ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି, ଚିତ୍ର ଆପଣମାନଙ୍କ ଆଗରେ। ତେବେ ଜନତାଙ୍କ ମୂଳଭୂତ ଅଧିକାରର ନ୍ୟାୟ ମିଳିବ କେବେ?